ମୁଁ ହରିବନ୍ଧୁ ଶତପଥୀ। ଆମେ ଆଜି ସବୁ କଂଗ୍ରେସର କର୍ମୀ ମାନେ ଟାଙ୍ଗୀର ହନୁମାନ ମନ୍ଦିର ଠାରେ ଉପସ୍ଥିତ ହୋଇ ସ୍ୱର୍ଗତ କାହ୍ନୁଚରଣ ଲେଙ୍କାଙ୍କର ପାଇଁ ଶ୍ରଦ୍ଧାଞ୍ଜଳି ସଭା ଗୋଟେ ଅନୁଷ୍ଠିତ କରିଥିଲୁ ଏବଂ ବହୁତ ମାତ୍ରାରେ ଏଠି ସହସ୍ରାଧିକ କଂଗ୍ରେସ କର୍ମୀ, କଂଗ୍ରେସ ପ୍ରେମୀ ଏବଂ କଂଗ୍ରେସର ଆଗଧାଡିର ନେତାମାନେ ଉପସ୍ଥିତ ଥିଲେ। ତାଙ୍କ ସମସ୍ତଙ୍କ ଉପସ୍ଥିତିରେ କାହ୍ନୁବାବୁଙ୍କର ଯେତେ ପ୍ରକାର କାର୍ଯ୍ୟକ୍ରମ ଯାହା ଯାହା ସେ କରିଛନ୍ତି, କଣ କରିଛନ୍ତି ସବୁ ଲୋକଲୋଚନକୁ ଆଣିବା ପାଇଁ ସବୁର ବ୍ୟବସ୍ଥା କରାଯାଇଥିଲା ଏବଂ ଶ୍ରଦ୍ଧାଞ୍ଜଳି ସଭାରେ ଭଲ ସୁଚାରୁ ରୂପେ ହେଇଥିଲା ଏବଂ କଂଗ୍ରେସ କର୍ମୀ ମାନେ ବହୁତ ଉଲ୍ଲାସ ସହିତ ଏ କାର୍ଯ୍ୟକ୍ରମଟି ଫିଲ୍ କରିଥିଲେ। କାହ୍ନୁଚରଣ ଲେଙ୍କାଙ୍କ ବିଷୟରେ କହିବା ପାଇଁ ତ ମୋର ଯୋଗ୍ୟତା ବହୁତ କମ୍। ମୁଁ ତାଙ୍କ ବିଷୟରେ ବିଶେଷ କହିବା ନାହିଁ, ମାନେ ଭଲ ଲାଗେନି ବି ମତେ, କାରଣ ଆମେ ବହୁତ ତାଙ୍କଠୁ ବୟସ ହଉ ସବୁଥିରେ ବହୁତ କମ୍ ଅଛୁ। କିନ୍ତୁ ମୁଁ ଜାଣିଛି ଯେ ସେ 1971 ମସିହାରୁ ନିରବଚ୍ଛିନ୍ନ ଭାବେ ଲାଗିଥିଲେ କେମିତି ସାଲେପୁର ଟାଙ୍ଗୀର ଉତ୍ତରୋତ୍ତର ଉନ୍ନତି ହେବ। ତା ସହିତ ଏବଂ ଭାରତ ବର୍ଷରେ ଯେତେବେଳେ ସେ ରେଲୱେ ମିନିଷ୍ଟର ଥିଲେ ଏବଂ କୃଷି ମନ୍ତ୍ରୀ ଥିଲେ, ସେତେବେଳେ ସେ ଚେଷ୍ଟା କରିଥିଲେ ଭାରତ ସହିତ ଓଡିଶାକୁ କେମିତି ରେଲୱେ ବିଭାଗକୁ କେମିତି ଡେଭଲପମେଣ୍ଟ କରିହେବ ଏବଂ କୃଷି କ୍ଷେତ୍ରରେ କେତେ ପ୍ରକାର ଲୋକମାନଙ୍କ ପାଖରେ ପହଞ୍ଚି ପାରିବ ଏବଂ ବହୁତ ଯନ୍ତ୍ରପାତିଠୁ ଆରମ୍ଭ କରି ଜଳସେଚନ ବିଭାଗ ପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ଭାବେ ଧ୍ୟାନ ଦେଇକି ନିଜେ ନିଜେ ବହୁତ ଡେଭଲପ କରିଥିଲେ। ଟାଙ୍ଗୀରେ ସଫା ଗୌଡଗାଁ ହଉ ବା ଛପନପୁର ହଉ, ଏସବୁ ଜାଗାରେ ଯୋଉଠି ଆବଶ୍ୟକ ପଡିଛି ବଡ ବଡ ଡ୍ୟାମ କରିଥିଲେ ଜଳସେଚନ ପାଇଁ ଏବଂ ପାଣିକୁ ନେଇକି ଚାଷ ଜମିକୁ ଭଲ ଭାବେ ଦେଇଥିଲେ ଏବଂ ଲୋକମାନେ ବହୁତ ଉପକୃତ, ଆଜି ମଧ୍ୟ ତାଙ୍କୁ ଝୁରୁଛନ୍ତି। ସେ ଏଇ ପ୍ରକାର ବ୍ୟବସ୍ଥା କରିକି ଯାଇଛନ୍ତି ଯେ ଲୋକମାନେ ଆଜି ବି ତାଙ୍କ ନାଁ ଶୁଣିକି ବହୁତ ଅସୁର ଶ୍ରଦ୍ଧାଞ୍ଜଳି ଦଉଛନ୍ତି ଏବଂ ଆନନ୍ଦ ଫିଲ୍ କରୁଛନ୍ତି ଏଥିପାଇଁ ଯେ କାହ୍ନୁ ବାବୁ କରି ଯାଇଥିଲେ ଆମ ପାଇଁ, ଆଜି ଆମେ ତାର ସୁଫଳ ପ୍ରାପ୍ତ କରୁଛୁ। ମନୋଜ ଖିଲା, ଟାଙ୍ଗୀ ବ୍ଲକ। ଆଜି ଟାଙ୍ଗୀ ଚୌଦ୍ୱାର ନିର୍ବାଚନ ମଣ୍ଡଳୀ ଜଣେ ବିକାଶ ପୁରୁଷଙ୍କୁ ହରେଇଲା। ଯୋଉ ବିକାଶ ପୁରୁଷ ଟାଙ୍ଗୀ ଚୌଦ୍ୱାର ନିର୍ବାଚନ ମଣ୍ଡଳୀ ପାଇଁ ଦିନ ରାତି ପରିଶ୍ରମ କରିକି ଅର୍ଥନୈତିକ, କୃଷି, ସାମାଜିକ କ୍ଷେତ୍ର, ସ୍କୁଲ, କଲେଜ, ରାସ୍ତା ଘାଟ ମାନେ ମୂଳଦୁଆ ଭିତ୍ତିଭୂମି ପକେଇକି ଗରିବ ଲୋକଙ୍କର ଯେମିତି ମୌଳିକ ସମସ୍ୟା ସହିତ ଜଡିତ ରହିକି ପ୍ରକୃତରେ ଯଦି ମାନେ ଟାଙ୍ଗୀ ଚୌଦ୍ୱାର ଆଜି ଯେତିକି ବିକାଶ ଦେଖୁଛନ୍ତି, ସିଏ ହଉଛି କାହ୍ନୁ ବାବୁଙ୍କର ମାନେ ଗୋଟେ ସୁନା ଘରରେ ତାଙ୍କର ଲିପିବଦ୍ଧ ହୋଇ ରହିବ। ତେଣୁ ମୁଁ ଏତିକି କହିବି, ଯଦିଓ କାହ୍ନୁ ବାବୁ ଆଜି ମରିବାର 7 ଦିନ ରହିଛନ୍ତି, କିନ୍ତୁ ଟାଙ୍ଗୀ ଚୌଦ୍ୱାର ନିର୍ବାଚନ ମଣ୍ଡଳୀରେ ତାଙ୍କର ଯୋଉ ଐତିହାସିକ ଦୀର୍ଘକାଳୀନ ତାଙ୍କର ଯୋଉ କାର୍ଯ୍ୟକ୍ଷେତ୍ର, ଯୋଉ କର୍ମ, ଯୋଉ ଭଳିଆ ପ୍ରୋଜେକ୍ଟ, ଯୋଉ ଭଳିଆ ଡ୍ୟାମ, ସ୍କୁଲ, କଲେଜ ଯୋଉ ଭଳି ନିର୍ମାଣ କରିଛନ୍ତି, ରେଲୱେ କ୍ଷେତ୍ରରେ ହଉ, ତାଙ୍କୁ ଟାଙ୍ଗୀ ଚୌଦ୍ୱାରରେ ସେ ମାନେ ଅମର ହେଇକି ରହିବେ ଏବଂ ଏଥିସହିତ ଟାଙ୍ଗୀ ଚୌଦ୍ୱାର ନିର୍ବାଚନ ମଣ୍ଡଳ ପ୍ରତ୍ୟେକ ଜନସାଧାରଣ ତାଙ୍କୁ ନିଶ୍ଚିନ୍ତ ଭାବେ ସବୁଦିନ ପାଇଁ ମନେ ରଖିବେ ତାଙ୍କର କର୍ମ ପାଇଁ। कैलाश चंद्र साहानी, पूर्वतन युवा कांग्रेस सभापति। टांगी आज जो स्मृति सभा देवांत कान्हबाबू जड़े सुसंगठक, सारा राज्य रे प्रतिभा रही। जिते से रेल मिनिस्टर थे, केंद्र रेल मिनिस्टर थे, से समय कटक हो, मंगुली हो, निर्गुंडी स्टेशन हो, सब मॉडिफिकेशन करा सामूहिक विकास रे से चिंताधारा रखुले। टांगी चौद्वार अंचल सर्वांगीन उन्नति से समय बहु असुविधार लोक कालपात करते। आदिवासी हरिजन लोक बहुत असुविधा था, रास्ताघाट असुविधा था, मेडिकल असुविधा था। कान्हबाबू से समय 71 मसीह बहु कार्यक्रम रे सामूहिक कार्य कर सामूहिक कार्य कर धुरंधर गाँ दांडे बसी संगठन करें बहुत माहिर। मुझे व्यक्तिगत भाव में 1994 मसीह जानी जिते मु कॉलेज छात्र राजनीति आसिली, सेक्रेटरी प्रेसिडेंट थी चौद्वार कॉलेज से समय सहित मिलित थी। कान्हबाबू जड़े परोपकारी सेवामूलक चिंताधारा रुहति, वास्तव चिंताधारा राजनीति करती
ओडिशा राजनीति चित्रपट रे आज एक अभुला स्मृति होकर रही एवं आज गोटे विशाल हस्ती आज आम गहन आउ नाहांती जे कि बिजू बाबू भली प्रभात पुरुष को राजनीति क्षेत्र में हरई बिजू बाबू बहुत भल पाते परवर्ती समय अनेक लोक जानकी बाबू सरकार में प्रथम थर विधायक है कि प्रथम थर से मंत्री पद पाई विभिन्न गुरुत्वपूर्ण मंत्री पद पाई तेणु अवदान टांगी चौदुआर एवं सारा ओडिशा प्रति बहु अवदान रही बहुत प्रतिभा रही से जड़े सांगठिक दक्षता संपन्न राजनेता आम सब माने ये रहा दरकार अनुगत रहा दरकार मुझे आशा करी से जो भाव में संगठन को क्रियाशील करें आज कांग्रेस जो परिस्थिति रही दलीय कार्यक्रम जो परिस्थिति रही जो प्रकार सांगठनिक दुर्बलता रही यदि समस्ते कानुबाबू को उपदाय कर चिंताधारा को आरंभ नहीं यदि सांगठनिक चिंताधारा रखिए प्रकृत में माने कानुबाबू प्रति प्रकृत श्रद्धांजलि हो पाए। चौद्वार कटकरू सुभाष राउतଙ୍କ रिपोर्ट।